ବିନା ମସଲାରେ ତାହା ପୁଣି ଅମୃତଭଣ୍ଡା ଭଜା ଏତେ ସୁଆଦିଆ ଯେ ଆପଣ ପଖାଳ କଣ ରୁଟି ପରଟା ପୁରୀ ସହିତ ତାଠୁ ଅଧିକ ଟେଷ୍ଟ ଲାଗିବ ଗରମ ଭାତ ସହିତ। ଆଉ ଯଦି ଥରେ ଏଇ ଛୋଟିଆ ଜିନିଷଟି ପକେଇକି ବନେଇଦେଲେ ନା ତ ମୋର ଗ୍ୟାରେଣ୍ଟି ଆପଣ ସବୁବେଳେ ହିଁ ଅମୃତଭଣ୍ଡାର ଏହିପରିଆ ଷ୍ଟାଇଲରେ ଭଜା କରିକି ଖାଇବେ। ତ ହାଇ ଫ୍ରେଣ୍ଡ, ୱେଲକମ ବ୍ୟାକ୍ ଟୁ ମାଇ ଚ୍ୟାନେଲ। କେମିତି ଅଛନ୍ତି ଆପଣ? ମୁଁ ଆଶା କରୁଛି ବହୁତ ଭଲରେ ଥିବେ। ତ ବହୁତ ଦିନ ପରେ ଆଜି ଅପଲୋଡ କରୁଛି ଆପଣଙ୍କ ପାଇଁ ସ୍ପେଶାଲ ଅମୃତଭଣ୍ଡାର ଭଜା ଆଉ ଅମୃତଭଣ୍ଡା ରେସିପି ପାଇଁ ଗୋଟେ ମୋ ପାଖକୁ ରିକ୍ୱେଷ୍ଟ ଆସିଥିଲା। ତ ସେଇ ସକାଶେ ମୁଁ ଆପଣଙ୍କ ସହିତ ଏଇ ଛୋଟିଆ ରେସିପିଟିଏ ସେୟାର କରୁଛି। ତ ତା ଲାଗି ଫ୍ରେଣ୍ଡ ପ୍ରଥମେ ଆମକୁ ନେଇଯିବାର ଅଛି କଞ୍ଚା ଅମୃତଭଣ୍ଡା। ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ଏଇଠି ମୁଁ କଞ୍ଚା ଅମୃତଭଣ୍ଡା ନେଇକି ବହୁତ ହି ବଢିଆ କାଟି ଦେଇଛି। କାଟି ସାରିଲା ପରେ ଫ୍ରେଣ୍ଡ ତାର ମଞ୍ଜି ମୁଁ କାଢି ଦେଇଛି। ତାକୁ ତାପରେ ମୁଁ ଦୁଇ ଫାଳ କରିଦେଇଛି। ଏହିପରି ଭାବରେ ଫ୍ରେଣ୍ଡ ଆପଣ ନର୍ମାଲି ଯେପରି ଭାବରେ କାଟନ୍ତି ସେଇପରିଆ କାଟିବେ, କିନ୍ତୁ ଗୋଟେ ଛୋଟିଆ ଟିପ୍ସ ଟେ କହିବି ଯୋଉଟା କରିବା ଦ୍ୱାରା ଖାଇବାଟା ଆହୁରି ମଧ୍ୟ ଟେଷ୍ଟି ଲାଗିଥାଏ। ତ ତା ହଉଛି ଫ୍ରେଣ୍ଡ ଆପଣ ବହୁତ ହି ବଢିଆ ଆରାମସେ ପ୍ରଥମେ ୟାକୁ ଧୋଇଦେବେ। ଧୋଇ ଦେଇକି ଏହିପରି ଭାବରେ ଆପଣ କାଟି ଦିଅନ୍ତୁ। କାଟିକି ମଞ୍ଜି ଅଲଗା କରିଦେବେ, ଚୋପା ମଧ୍ୟ ଛଡେଇ ଦିଅନ୍ତୁ। ଏଇଠି ଫ୍ରେଣ୍ଡ କାଟିବାର ଗୋଟେ ଛୋଟିଆ ଟ୍ରିପ୍ ଅଛି। ଟୋଟାଲି ଫ୍ରେଣ୍ଡ ଏଠି ସ୍କିପ୍ ନ କରିକି ଦେଖନ୍ତୁ, ବହୁତ ହି ବଢିଆ ଛୋଟ ଟିପ୍ସ ଟେ କହିବି। ସ୍କିପ୍ କରିଦେଲେ ଫ୍ରେଣ୍ଡ ବହୁତ କିଛି ଜିନିଷ ମିସ୍ କରି ଯିବେ। ଟୋଟାଲି ସ୍କିପ୍ ନ କରି ଦେଖି ରୁହନ୍ତୁ। ତ ଫ୍ରେଣ୍ଡ କାଟିବେ ତାକୁ କେମିତି ଏହିପରି ଭାବରେ ଲମ୍ବା ଲମ୍ବା ସାଇଜ କରିବେ ଆଉ ପତଲା ପତଲା ସାଇଜ କରିବେ। ଆପଣ ଏଠି ଦେଖୁଥିବେ ଫ୍ରେଣ୍ଡ ମୁଁ ପତଲା ପତଲା ଆଉ ତା ସହିତ ଫ୍ରେଣ୍ଡ ଛୋଟ ଛୋଟ କରୁଛି। ବେଶୀ ବଡ ଆପଣ କାଟିବେନି, ବଡ କାଟିଲେ ଖାଇବାରେ ଏତେ ଟେଷ୍ଟ ଲାଗିନଥାଏ। ଯେତେ ଛୋଟ ଆପଣ କରିପାରିବେ। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ମୁଁ ଛୋଟ ଛୋଟ ପୁରା କାଟୁଛି। ପୁରା ବି ଚୁନେଇ ଦେବେନି, ପୁରା ଚୁନେଇ ଦେଲେ ସିଏ ଅଧିକ ସିଝିଗଲେ ଆପଣଙ୍କର ଏତେ ଟେଷ୍ଟ ଲାଗିବନି, କୁଚୁକୁଚା ହେଇଯିବ। ତେଣୁକରି ଫ୍ରେଣ୍ଡ ଯେତିକି ସାଇଜ ଆପଣଙ୍କୁ ଦେଖଉଛି ନା ଠିକ ସେପରି ଭାବରେ ସେତିକି ସାଇଜରେ ଆପଣ କାଟି ଦିଅନ୍ତୁ। ବହୁତ ହି ବଢିଆ ଫ୍ରେଣ୍ଡ ଲାଗିଥାଏ। ମିଡିୟମ ଠୁ ଆଉ ଟିକେ ଛୋଟ କରିକି ଏହିପରି ଭାବରେ ଆପଣ କାଟି ପାରିବେ। ଏଇଠି ଫ୍ରେଣ୍ଡ ସାଇଜ ଦେଖି ଦଉଛି ଆପଣଙ୍କୁ ପରଫେକ୍ଟଲି ଏହିପରି ଭାବରେ କାଟି ଦିଅନ୍ତୁ। ବହୁତ ହି ବଢିଆ ଭାବରେ ଟେଷ୍ଟ ଲାଗିବ। ୟାକୁ ଫ୍ରେଣ୍ଡ ମୁଁ ପାଣିରେ ଦେଇଛି। ଦେଇକି ଫ୍ରେଣ୍ଡ ଆପଣ ଯଦି ଚାହିଁବେ ତ ଆଉ ଥରେ ୱାଶ କରିପାରିବେ, କିନ୍ତୁ କିଛି ଧୋଇବା ଦରକାର ନାହିଁ। ଯଦି ଚାହୁଁଛନ୍ତି ତ ୟାକୁ ଫ୍ରେଣ୍ଡ ଆଉ ଥରେ ଆପଣ ୱାଶ କରିଦିଅନ୍ତୁ। ତ ଏଇଠି ଫ୍ରେଣ୍ଡ ଏଇ ପାଣି ସହିତ ମୁଁ ତାକୁ ନେଇକି ଡାଇରେକ୍ଟ ଫ୍ରେଣ୍ଡ ଏଇ ପାଣି ସହିତ ମୁଁ ଦେଇ ଦଉଛି। ଆପଣ ଯଦି ଧୋଇକି ଦେବା ପାଇଁ ଚାହୁଁଛନ୍ତି ତ ୟାକୁ ଆପଣ କମ ସେ କମ ଫ୍ରେଣ୍ଡ ଅଧ ଗ୍ଲାସ ରୁ ଗୋଟେ ଗ୍ଲାସ ଦେବେ। ମାନେ ଆପଣ ଯେତିକି ଅମୃତଭଣ୍ଡା ନେଇଥିବେ ନା ସେତିକି ଜଷ୍ଟ ସିଝିବା ପାଇଁ ଆପଣ ଦେବେ। ବେଶୀ ଅଧିକ ପାଣି ଆଦୌ ଦେବେ ନାହିଁ, ଯେତିକି କି ଆପଣଙ୍କର ବୁଡିକି ରହୁଥିବ ଅମୃତଭଣ୍ଡାରେ। ଟିକେ ଲୁଣ ଦେଇଦେବେ ସ୍ୱାଦ ଅନୁସାରେ, ହଳଦୀ ଗୁଣ୍ଡ ଅଧ ଚାମଚ, ଲଙ୍କା ଗୁଣ୍ଡ ଅଧ ଚାମଚ ଦେଇକି ଫ୍ରେଣ୍ଡ ବହୁତ ହି ବଢିଆ ସେ ଆପଣ ମିକ୍ସ କରିଦିଅନ୍ତୁ। ଆଉ ଆପଣ କିଛି ବି ଏଇଠି ପକେଇବା ଦରକାର ନାହିଁ। ଏକ୍ସଟ୍ରା ମସଲା ଆପଣ ଏଠି ଟୋଟାଲି ଆଡ କରିନା। ଆଉ ଗୋଟେ ସିକ୍ରେଟ ଜିନିଷ ଏମିତି ମୁଁ ଆପଣଙ୍କୁ କହିବି ଯୋଉଟା କି ଆପଣ ପକେଇବା ଦ୍ଵାରା ଆପଣଙ୍କର ଏଇ ଅମୃତଭଣ୍ଡା ଏତେ ସୁଆଦିଆ ଲାଗିବ, ଏତେ ବାସ୍ନା ଲାଗିବ, କେହି ବିଶ୍ୱାସ କରିପାରିବେନି ଆପଣ ଏଟା ଅମୃତଭଣ୍ଡାରୁ ବନେଇଛନ୍ତି। ଆଉ ସମସ୍ତେ ଭାତ କଣ ଡାଲି କଣ ତା ସହିତ ଯଦି ଆପଣଙ୍କର ଏଇ ଅମୃତଭଣ୍ଡାଟି ନ ମିଳିଲା ଲୋକ ପାଗଳ ପରିକା ଖୋଜିବେ। ତ ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ବହୁତ ହି ବଢିଆ ସେ ତାକୁ ଆମେ ସିଝିବା ପାଇଁ ଛାଡି ଦେଇଛି। ଲୋ ଟୁ ମିଡିୟମ ଫ୍ଲେମରେ ତାକୁ ଆପଣ ସିଝେଇ ଦେବେ। କମ ସେ କମ 5 ରୁ 7 ମିନିଟ ଆରାମସେ ସିଝି ଯାଇଥାଏ। ଆଉ ଯଦି ଫ୍ରେଣ୍ଡ ଆପଣ ଚାହୁଁଛନ୍ତି ତ ୟାକୁ ଆପଣ ପ୍ରେସର କୁକ ରେ ଗୋଟେ ସିଟି ଦେଇଦେବେ। ବହୁତ ହି ବଢିଆ ସେ ଆରାମସେ ସିଝିଯିବ। ତ ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ଟିକେ ଟାଣ ଅଛି, ସିଝିନି। ତ ୟାକୁ ଫ୍ରେଣ୍ଡ ଆଉ 2 ରୁ 3 ମିନିଟ ଆମେ ସିଝେଇବାକୁ ପଡିବ। ତ ଆଉ ପାଣି ବି ମଧ୍ୟ ଫ୍ରେଣ୍ଡ ଆଉ ଟିକେ ୟା ସହିତ ମିଶିବାକୁ ପଡିବ। ତ ତେଣୁ କରି ଫ୍ରେଣ୍ଡ ଏଇଠି ଆମେ ଡାଇରେକ୍ଟ ଘୋଡଣି ଘୋଡେଇ ଦେଇକି ଛାଡିଦବା, ତାକି ବହୁତ ହି ଜଲ୍ଦି ଆମର ସିଝିଯିବ ଆଉ ପାଣିଟା ବି ମଧ୍ୟ ମରିଯିବ। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ମୁଁ ବହୁତ ହି ବଢିଆ ସେ 2 ରୁ 3 ମିନିଟ ପରେ ଆପଣଙ୍କୁ କଭର ହଟେଇକି ଦେଖଉଛି। ପାଣି ମରିଗଲାଣି, ତା ସହିତ ଫ୍ରେଣ୍ଡ ସିଝି ବି ମଧ୍ୟ ଗଲାଣି। ଏଇଠି ମୁଁ ଆପଣଙ୍କୁ ଗୋଟେ ଚାପିକି ବି ମଧ୍ୟ ଦେଖେଇବି, ତାକି ଆପଣ ଜାଣିପାରିବେ ଏତେ ବଢିଆ ସେ ସିଝିଛି। ହାତ ତ ମାରି ହବନି, ଗରମ ଅଛି। ତ ମୁଁ ଏଇଠି ପିଠାପାତିଆ ସାହାଯ୍ୟରେ ଆପଣଙ୍କୁ ଏଇଠି ଚାପିକି ଦେଖଉଛି। ଦେଖନ୍ତୁ କେତେ ବଢିଆ ସେ ଇଏ ଆମର ପରଫେକ୍ଟ ପୁରା ଅମୃତଭଣ୍ଡା ସିଝି ଯାଇଛି। ଆପଣ ଫ୍ରେଣ୍ଡ ପ୍ରେସର କୁକ ରେ ସିଝେଇ ଦିଅନ୍ତୁ। ଯଦି ଆପଣ 2 ରୁ 3 ମିନିଟ ସିଝିବା ପାଇଁ ଚାହୁଁଛନ୍ତି, 1 ରୁ 2ଟା ପ୍ରେସର କମ ସେ କମ ଦେଇଦେବେ। ଦେଇକି ଆପଣ ଏଠି ସିଝେଇ ପାରିବେ। ତ ତାକୁ ଫ୍ରେଣ୍ଡ ମୁଁ କାଢି ଦେଇଛି। ଏବେ ଫ୍ରେଣ୍ଡ ସେ ସେମ କଡେଇରେ ମୁଁ ନେଇଯାଇଛି ସୋରିଷ ତେଲ। ଆପଣ ଯେକୌଣସି ତେଲ ଖାଉଛନ୍ତି ତାକୁ ନେଇପାରିବେ। ଫୁଟିବା ପାଇଁ ଫ୍ରେଣ୍ଡ ମୁଁ ଏଇଠି ନେଇଯାଇଛି ଜିରା। ଆପଣ ଫ୍ରେଣ୍ଡ ଯଦି ସୋରିଷ ଖାଉଛନ୍ତି ତ ସୋରିଷ ମଧ୍ୟ ଏଇଠି ଆଡ କରିପାରିବେ ଜିରା ବଦଳରେ, କିମ୍ବା ପଞ୍ଚ ଫୁଟଣ ମଧ୍ୟ ଆଡ କରିପାରିବେ। ବହୁତ ହି ବଢିଆ ସେ ଫ୍ରେଣ୍ଡ ଦେଖିପାରୁଥିବେ ଆମର ଜିରା ଟା ଫୁଟିଗଲାଣି। ଏବେ ଫ୍ରେଣ୍ଡ ମେନ୍ ଜିନିଷ ଯୋଉଟା କି ହଉଛି ଆମର ଭୃଷଙ୍ଗ ପତ୍ର, ତାକୁ ଫ୍ରେଣ୍ଡ ନିହାତି ଭାବରେ ଦିଅନ୍ତୁ। ଯଦି ଅଛି ତ ନିହାତି ଭାବରେ ଦେବେ, ଯଦି ନାହିଁ ତ ସ୍କିପ୍ କରିପାରିବେ। କିନ୍ତୁ ଫ୍ରେଣ୍ଡ ଯଦି ଅଛି ନିହାତି ଭାବରେ ଦିଅନ୍ତୁ। ପରଫେକ୍ଟ ଆପଣଙ୍କର ଏ ଭଜାଟା ଏତେ ଟେଷ୍ଟ ଲାଗିବ, ସବୁ ଭଜା ଆପଣ ଭୁଲିଯିବେ। ଆଉ ଏତେ ବଢିଆ ବାସ୍ନା ଆସିବ ଯେ ଆପଣ ନିଜେ ବି ଆଶ୍ଚର୍ଯ୍ୟ ହେଇଯିବେ ଥରେ ଖାଇଲେ। ଥରେ ନିହାତି ଭାବରେ ଫ୍ରେଣ୍ଡ ଭୃଷଙ୍ଗ ପତ୍ର ଦେଇକି ଦେଖିବେ।
तापर फ्रेंड एठी मु दे देछि पियाज गोटे छोट पियाज मु एठी काटिक नेइथिले आपण केते क्वांटिटी बनउछन्ती से अनुसार आपण पियाज मध्ये नेइ फुटै पारिबे जो माने पियाज रसुन खाउ नांती से माने फ्रेंड पियाज को डायरेक्ट आपण न पके मध्ये पारिबे सेमति बनै पारे बहुत बड़ा टेस्ट लागि थाए टिके बड़ा फ्लेवर आसे पे एठी मु दे देछि टमाटर छोट टमाटो टे काटिक दे देइथिले अल्प टिके टमाटो देइथिले बेसी टमाटो देबेनी खट्टा लागिबो अल्प टिके टमाटो दे देबे ताकू टिके सिजिया पे हमें हल्का जस्ट गोटे पिंच हबा हमें एठी लूण देइछि बेसी लूण देबेनी जेहेतु फ्रेंड हमें प्रथमे लूण दे देइथिले लूण लंका हळदी गुंडा हमें प्रथमे सिजिया बेले देइछि तो हमें टोटली लूण दबानी हल्का टिके एठी लूण आ हल्का टिके एठी फ्रेंड लंका गुंडा दबा टिके हमरो टमाटो आ पियाज टाको बैलेंस करिया पाई एठी फ्रेंड देखि पाउथे म अल्प टिके लंका गुंडा भी मध्ये पके देइछि परे याको फ्रेंड बहुत ही बड़ा से याको टिके मिक्स कर दबा मिक्स करिक फ्रेंड एठी आपण देखि पारुथिबे पूरा परफेक्ट हमर एठी बासना हबा आरंभ हेलानी भृसंग पत्रर ए स्टेज रे फ्रेंड आपनकर पियाजटा सॉफ्ट हे जिवो ए स्टेज रे आपण देई देबे आपनकर अमृत भंडा सिजा को याको फ्रेंड देकी बहुत ही बड़ा से टिके एपरे एपरे मिक्स कर दियंतु ताकि हमर अमृत भंडा बहुत ही भल से मिसी जीव हमर ए फुटण सहित एठी फ्रेंड जदी टिके पानी अछि तो आपण पानी टा को मध्य काढी परिबे डायरेक्ट सुखिला देई परिबे जदी फ्रेंड अल्प टिके पानी अछि तो आपण डायरेक्ट देई दियंतु देई देकी आपण याकू कम से कम 2 रु 3 मिनिट पर्यंत या सहित छाडी दियंतु घोड़ेइबेनी आदो सेमति खोल्ला रे छाडी दियंतु छाडिया द्वारा हेइ थाए कोन बहुत ही बड़ा से तार फ्लेवर पस्ताए ता सहित फ्रेंड ये हमर टोटली रूप जाकी जाकी हेइ न थाए माने टोटली रूप कुची कुचा हेइ न थाए पूरा परफेक्टेड हे जाय थाए फुटण जेहेतु लागि था अमृत भंडा रे खाइबारे ये हमर मजा आसी जाय थाए तो ये फ्रेंड देखि पाथु हमर रेडी हे जाय छि आपका आपण रोटी परोटा पूरी भात गरम पखाळ सबुटी सहित खाई पारिबे किबा सेमतिरे भी खाइबे पार्टी रु छाड़ीबनी ग्यारंटी मोर जदी बनै ना जल्दी जाई कि बनै दियंतु नहले बहुत ही बड़ा जिंसटे मिस करिवे जो माने अमृत भंडा खाया को पसंद करंतिनी सेई मानको ही ए वीडियोरा शेयर करंतु ताकि से माने बंध एई पर आबरे बनै पारिबे आ आपन को जदी निजु एपर्यंत भी विश्वास होनी थरे बनांतु केमते लागुची मते कमेंट माध्यम रे जणे दियंतु आ नेक्स्ट रेसिपी आपन को पई कोन आनी आसीबी ताबे मते आपन कमेंट कले मु निहाती आबरे बहुत जल्दी आपन को पई नेक्स्ट रेसिपी आनी आसीबी तो ये थिला फ्रेंड आज रो छोटो रेसिपी आशा करछि भल लागिथि भल लागे जदी लाइक कमेंट शेयर सब्सक्राइब कर देबे थैंक यू।